ତାମିଲନାଡୁରୁ ଫେରିଲେ ସୁସ୍ଥ ଶ୍ରମିକ 23 ଜଣ ଯୁବତୀ ଏବଂ 35 ଜଣ ଯୁବକ ତାମିଲନାଡୁରୁ ଟ୍ରେନ୍ ମାଧ୍ୟମରେ ଆସିବା ପରେ ସ୍ୱତନ୍ତ୍ର ବସ୍ରେ କେନ୍ଦୁଝର ଫେରିଛନ୍ତି। ଘଟଗାଁ ନିକଟରୁ ଏକ ବସ୍ ମାଧ୍ୟମରେ ହରିଚନ୍ଦନପୁର ବ୍ଲକକୁ 10 ଜଣ, ଘଟଗାଁ ବ୍ଲକର 2 ଜଣ ଯାଇଥିବା ବେଳେ ଅନ୍ୟ ଏକ ବସ୍ ଯୋଗେ ତେଲକୋଇ ଓ ବାଂଶପାଳର 46 ଜଣ ଶ୍ରମିକଙ୍କୁ ଫେରାଯାଇଛି। ସେମାନଙ୍କ କହିବା ଅନୁଯାୟୀ କେନ୍ଦୁଝରରେ ସେମାନଙ୍କୁ କାମଧନ୍ଦା ମିଳୁନଥିବାରୁ ସେମାନେ ଶ୍ରୀକାନ୍ତ ଜୁଆଙ୍ଗ ମାଧ୍ୟମରେ ତାମିଲନାଡୁକୁ ଯାଇ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଘଟଣା ଦିନ ହଠାତ୍ ଗ୍ୟାସ୍ ଲିକ୍ ହେବାକୁ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ। ରୁମ୍ ଭିତରେ ରହିଯାଇଥିବା ଯୁବତୀମାନେ ଏହାର ଶିକାର ହେଲେ। 11 ଜଣ ମରିଥିବା ବେଳେ ଆହୁରି ଅନେକ ଗୁରୁତର ହୋଇ ମେଡିକାଲରେ ଅଛନ୍ତି। ସେଠାରେ ପ୍ରାୟ 500 ଯୁବକ ଯୁବତୀ ରହି କାମ କରୁଥିଲେ ବୋଲି କହିଛନ୍ତି। ସମସ୍ତ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ତଥ୍ୟ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା। ଘଟଣା ଏତେ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ଜୁଆଙ୍ଗ ନାମରେ ଶ୍ରମ ବିଭାଗ କୌଣସି ମାମଲା ରୁଜୁ ନ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ କୌଣସି ଶ୍ରମ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଜିଲ୍ଲା ପ୍ରଶାସନ ସହଯୋଗରେ ସମସ୍ତ ଶ୍ରମିକଙ୍କୁ ଘରକୁ ଫେରାଇ ଅଣାଯାଉଥିଲା ବେଳେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ। ଶ୍ରମିକଙ୍କ ସୁରକ୍ଷା ସହ ଆଗକୁ ଦାଦନ କମିବା ନେଇ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଛନ୍ତି ସାଂସଦ। ବ୍ୟୁରୋ ରିପୋର୍ଟ, ସାକ୍ଷୀ ନ୍ୟୁଜ୍।